ଏବେ ଆସିଲା କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବହୁତ ବଡ ଖୁସି ଖବର। ଯାହା ବି ଅପଡେଟ ରହିଛି ଚାଲନ୍ତୁ ଡେରି କରିବାନି ମୁଁ ଫଟାଫଟ ଆପଣଙ୍କୁ ଅପଡେଟ ଜଣେଇଦେବି, କିନ୍ତୁ ତାହା ପୂର୍ବରୁ ଭିଡିଓଟାକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ କରି ନୋଟିଫିକେସନକୁ ଦବାଇ ଅଲ୍ ରେ ସେଟ୍ କରନ୍ତୁ, ଯାହା ଦ୍ୱାରା ଏଭଳି ନୂଆ ନୂଆ ଲାଟେଷ୍ଟ ଅପଡେଟର ନୋଟିଫିକେସନ ସବୁବେଳେ ସର୍ବପ୍ରଥମେ ପାଇଯିବେ। ତେବେ ଚାଲନ୍ତୁ ଡେରି ନ କରି ଫଟାଫଟ ଅପଡେଟ ଉପରେ ନଜର ପକାଇବା। ଉଚ୍ଚ ଶିକ୍ଷା ପ୍ରଦାନରେ ସମସ୍ତ ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ପକ୍ଷରୁ ପାଠ୍ୟ ଖସଡ଼ା ଓ ପ୍ରଶିକ୍ଷଣ ବ୍ୟବସ୍ଥା ଉପଲବ୍ଧ କରାଇବା ନେଇ ନିଷ୍ପତ୍ତି କରାଯାଇଛି। ଏହି କ୍ରମରେ ଦେଶର ପ୍ରତ୍ୟେକ ରାଜ୍ୟରେ ସେହି ରାଜ୍ୟର ଆଞ୍ଚଳିକ ଭାଷାରେ ପାଠ ପଢିବେ ଛାତ୍ରଛାତ୍ରୀ। ଏହାର କାର୍ଯ୍ୟାନ୍ୱୟନ ପାଇଁ ୟୁଜିସି ଓ ଭାରତ ଭାଷା ସମିତି ମିଳିତ ଭାବେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ଯାଉଛନ୍ତି। ପ୍ରଶିକ୍ଷଣ ନେବା ପାଇଁ ବିଜ୍ଞାନ ଓ ବାଣିଜ୍ୟ କିମ୍ବା ସାମାଜିକ ବିଜ୍ଞାନ ବିଭାଗରୁ ପ୍ରାଧ୍ୟାପକ ବା ସହକାରୀ ପ୍ରାଧ୍ୟାପକ ଶ୍ରେଣୀ ଓ 2 ଜଣ ବରିଷ୍ଠ ଅଧ୍ୟାପକଙ୍କ ନାମ ପ୍ରସ୍ତାବ ଦେବାକୁ ସମସ୍ତ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି। ଜାନୁଆରୀ 31 ତାରିଖ ମଧ୍ୟରେ ୟୁଜିସି କୁ ପ୍ରଦାନ କରିବେ। ସମସ୍ତ ବିଷୟବସ୍ତୁକୁ ଆଞ୍ଚଳିକ ଭାଷାରେ ପଢାଇବା ପାଇଁ ସେମାନେ ପ୍ରଶିକ୍ଷଣ ନେବା ପରେ ମାଷ୍ଟର ଟ୍ରେନର ଭାବେ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ କଲେଜ ଗୁଡିକରେ କାର୍ଯ୍ୟକାରୀ କରିବେ। ଅନେକ ଛାତ୍ରଛାତ୍ରୀଙ୍କୁ ଇଂରାଜୀ ଭାଷାରେ ବୁଝିବାର ଅସୁବିଧା ହେଉଛି। ୟୁଜିସିର ଏହି ନିୟମ କାର୍ଯ୍ୟକାରୀ ହେବା ପରେ ସେମାନେ ଆଞ୍ଚଳିକ ଭାଷାରେ ପଢିପାରିବେ। ଏହା ସେମାନଙ୍କୁ ବୁଝିବାରେ ସହଜ ହେବ। ସେହିପରି ଭାରତୀୟ ଭାଷାର ବ୍ୟବହାର ବୃଦ୍ଧି ପାଇବା ସହ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ମୋଟାମୋଟି ନାମଲେଖା ଅନୁପାତ ଗ୍ରସ୍ ଏନରୋଲମେଣ୍ଟ ରେସିଓ GR ରେ ଉନ୍ନତି ଆସିବ। ଏହି ଲକ୍ଷ୍ୟରେ ୟୁଜିସି ଏହି ନିୟମ ଆଣିବାକୁ ଯାଉଥିବା କୁହାଯାଉଛି। ଏ କ୍ଷେତ୍ରରେ ଅଥେନଟିକ ଟର୍ମିନୋଲୋଜି, ଷ୍ଟାଣ୍ଡାର୍ଡ ଲାଙ୍ଗୁଏଜ, ମେସିନ ଅନୁବାଦ, ଟେକ୍ସଟ ଏଡିଟିଂ, ବହୁଭାଷା ଶିକ୍ଷାଦାନ ପରି ସମସ୍ୟା ରହିଛି। ଏହାକୁ ଦୂର କରିବାକୁ ୟୁଜିସି ଓ ଭାରତ ଭାଷା ସମିତି ଆସନ୍ତା ଫେବୃଆରୀରୁ ମାର୍ଚ୍ଚ ମଧ୍ୟରେ 2 ଦିନିଆ ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ ରହିଛି। ଯାହାର କିଛି ଇନଫର୍ମେସନ ଆସିଥିଲା ମୁଁ ଜଣେଇ ସାରିଲି। ବର୍ତ୍ତମାନ ଭିଡିଓଟାକୁ ସେୟାର କରିକି ସମସ୍ତଙ୍କ ପାଖରେ ଇନଫର୍ମେସନଟି ପହଞ୍ଚେଇ ଦିଅନ୍ତୁ। ଥ୍ୟାଙ୍କ ୟୁ ଫର ୱାଚିଂ।